नमस्कार मु हर्ष परीक्षा आपण मानकु मोर यूट्यूब चैनल को स्वागत जनाऊँची। ए भिडियो रे आमे आलोचना करिबा गोटे अन्य एक दुर्घटना बा किस्तीवाड़े जो बादल फटा वर्षा ହେଇଛି ता ଉପରେ ଆମେ ଆଲୋଚନା କରିବା। ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, କାରଣ ଆପଣମାନଙ୍କ ସବସ୍କ୍ରାଇବ ଆମକୁ ଗୋଟେ ଗୋଟେ ବଳ ଯୋଗାଉଛି ନୂଆ ନୂଆ ତଥ୍ୟ ନେଇକି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ନୂଆ ନୂଆ ଭିଡ଼ିଓ। ତେଣୁ ମୁଁ ଅନୁରୋଧ କରୁଛି କାଇଣ୍ଡଲି ଆପଣମାନେ ସବସ୍କ୍ରାଇବ କରିବାକୁ ଭୁଲିବେନି ଏବଂ କମେଣ୍ଟ କରିବାକୁ ଭୁଲିବେନି। ତେବେ ଚାଲନ୍ତୁ ଆଜିର ସବଜେକ୍ଟ ମ୍ୟାଟର ଯିବା। जो गत गुरुवार दिन जो 12टा बेले जो बादल फटा वर्षा होता जम्मू काश्मीर स्थित किस्तीवाड़ा डिस्ट्रिक्ट रे जारी फल वर्तमान सुधा 60 जनकर मृत्यु होइथिबा सूचना अछि। वर्तमान सुधा 60 जनकर मृत्यु होइछि। जो मृत्यु रे जो वर्षा रे कि एई भली वर्षा माने आपनकर वर्षा ହେଇଛି ଲଗାଣ ବର୍ଷା ହେଇଛି ଲଗାଣ ବର୍ଷା ଫଳରେ जो श्रीनगर ବା ଜାମ୍ମୁ କାଶ୍ମୀରର ଗୋଟେ ଡିଷ୍ଟ୍ରିକ୍ଟ ହେଲା ଆପଣଙ୍କର କିସ୍ତିୱାଡା। ଯୋଉ କିସ୍ତିୱାଡାରୁ ଗୋଟେ ଅଛି ଶ୍ରାଇନ୍ ବା ଆପଣଙ୍କର ଗୋଟେ ମନ୍ଦିର ଅଛି, ଯୋଉ ମନ୍ଦିରକୁ ଯିବା ପାଇଁ ଶେଷ ଜାଗା ହଉଛି ଆପଣଙ୍କର ଯୋଉ ଚସ୍ତି। ସେ ଚସ୍ତି ଭିଲେଜ ର ଭିଲେଜ କୁ ଭିଲେଜ ହଉଛି ଆପଣଙ୍କର ମୋଟର ବାଇକ ବା ଅନ୍ୟାନ୍ୟ ଗାଡି ଘୋଡା ଯିବା ପାଇଁ ଶେଷ ଜାଗା। ଶେଷ ଜାଗା ଯୋଉ ଶେଷ ଜାଗାରେ ଚସ୍ତିକୁ ଗଲା ପରେ ସେମାନେ ପୁଣି ଆପଣଙ୍କର 5.8 କିଲୋମିଟର ଚାଲି ଚାଲି ଯିବାକୁ ପଡିବ। କୋଉଠିକି ନା ଯୋଉ ଶ୍ରାଇନ୍ ଅଛି ଆପଣଙ୍କର ଚସ୍ତିୱାଡର ଯୋଉ ମନ୍ଦିର ଅଛି, ଯୋଉ ମନ୍ଦିର ଅଛି ବା ହିମାଳୟ ଶ୍ରାଇନ୍ ଅଛି ଯୋଉଟା କି ଦୁର୍ଗାଙ୍କ ମନ୍ଦିର, ସେଇ ମନ୍ଦିରକୁ ଯିବା ପାଇଁ ଯୋଉମାନେ ଯାଇଥିଲେ ବା ଯିବା ପାଇଁ ଯାଉଥିଲେ ସେତେବେଳେ ପ୍ରବଳ ବର୍ଷା ହେଇଛି ବା ଲଗାଣ ବର୍ଷା ହେଇଛି। ଲଗାଣ ବର୍ଷା ଫଳରେ ସେଥିରେ ଯୋଉମାନେ ଥିଲେ ସେମାନଙ୍କ ମଧ୍ୟରୁ ଆପଣଙ୍କର 60 ଜଣଙ୍କର ମୃତ୍ୟୁ ହେଇଛି। ଏବଂ ସେ 60 ଜଣଙ୍କ ମଧ୍ୟରୁ ଆପଣଙ୍କର ଅଧିକାଂଶ ଲୋକ ଯୋଉମାନେ ଥିଲେ କି ପିଲଗ୍ରିମେଜ, ସେ ପିଲଗ୍ରିମେଜ ମଧ୍ୟରୁ ଆପଣମାନଙ୍କର ଯୋଉ 46 ଥିଲେ ସେ 46 ମଧ୍ୟରୁ ଅଧିକାଂଶ ଲୋକ ବର୍ତ୍ତମାନ ପ୍ରାୟତଃ କହିବାକୁ ଗଲେ 200 ରୁ 300 ଲୋକ ନିଖୋଜ ଅଛନ୍ତି। ବର୍ତ୍ତମାନର ତାଜା ଚିତ୍ର ଅନୁସାରେ ବା ତାଜା ସୂଚନା ଅନୁସାରେ 200 ରୁ 300 ଲୋକ ଆପଣଙ୍କର ଅ, କଣ ନିଖୋଜ ଅଛନ୍ତି ଏବଂ 120 ରୁ ଅଧିକ ବ୍ୟକ୍ତି ବର୍ତ୍ତମାନ ଗୁରୁତର ଅବସ୍ଥାରେ ହସ୍ପିଟାଲାଇଜ ଅଛନ୍ତି। ଯୋଉଥିରେ କି ସେ ଆପଣଙ୍କର 120 ଜଣଙ୍କ ମଧ୍ୟରୁ କିଛି ଲୋକ ଯୋଉଟା କି ଅଛନ୍ତି ଆପଣଙ୍କ 20 ରୁ 30 ଜଣ ସେମାନଙ୍କର ବିଶେଷ କରି ସ୍ୱାସ୍ଥ୍ୟ ଅବସ୍ଥା ବିପଦ ସଂକେତରେ ଅଛି। ଏବଂ ଏଇଭଳି ଭାବରେ ବାଦଲ ଫଟା ବର୍ଷା ହେଇଛି ଯାହାରି ଫଳରେ ଆପଣଙ୍କର 9500 ଫୁଟ ଉଚ୍ଚତା ବିଶିଷ୍ଟ ଏକ ମଚେଲ ଥିବା ମନ୍ଦିରକୁ ମଧ୍ୟ ସେ ଗ୍ରାସ କରିଦେଇଛି। ଯୋଉଟା କି 9500 ଫୁଟ ଉଚ୍ଚରେ ଗୋଟେ ମଚେଲ ମନ୍ଦିର ଅଛି, ଯୋଉ ମଚେଲ ମନ୍ଦିର କି ସାଧାରଣ ଭାବରେ କହିବାକୁ ଗଲେ ଦୁର୍ଗା ମନ୍ଦିର, ଯୋଉଠିକି ଲୋକମାନେ ଯାଆନ୍ତି ଆଉ ସେଠି ଚାଲି ଯିବା ପାଇଁ ଆପଣଙ୍କର 5 ଦଶମିକ ସରି କ୍ଷମା କରିବେ 8.5 କିଲୋମିଟର ଚାଲିବାକୁ ପଡେ। 8.5 କିଲୋମିଟର 8.5 କିଲୋମିଟର ଚାଲିଲା ପରେ ହିଁ ସେଇ ଅଞ୍ଚଳକୁ ଆପଣ ପହଞ୍ଚି ପାରିବେ ବା ଯାଇପାରିବେ। ତ ସେଇ ମଧ୍ୟରୁ ଆପଣମାନଙ୍କର ଯୋଉ ଅଛନ୍ତି ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି ଏବଂ ଏଇ ପର୍ଯ୍ୟନ୍ତ ଆପଣମାନଙ୍କର ସେଇ ଯୋଉ ଅଛନ୍ତି 200 300 ଜଣ ମାନେ ବିପଦରେ ପଡିଛନ୍ତି ବା ସେଇ ଲଗାଣ ବର୍ଷା ଯୋଗୁଁ ସେମାନେ ବିଭିନ୍ନ ଜାଗାରେ ଅଛନ୍ତି ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ତାଜା ସୂଚନା ହେଲା 98 ଲୋକକୁ ଆପଣମାନଙ୍କର ଉଦ୍ଧାର କରାଯାଇଛି। 200 300 ରୁ ଆପଣଙ୍କର 98 ଲୋକକୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ସେ ଉଦ୍ଧାର କରି 298 ଲୋକକୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଆପଣଙ୍କର 28 ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ଗତକାଲି ଥିଲା ଆପଣମାନଙ୍କର 46 ମୃତ୍ୟୁବରଣ, କିନ୍ତୁ ଆଜି ଯାହା ଦେଖାଯାଉଛି ଆପଣମାନଙ୍କର ତାଜା ଚିତ୍ର ଆଜି ହେଲା ଆପଣଙ୍କର ଅ ଶନିବାର ଅର୍ଥାତ 16 ତାରିଖ ସୁଦ୍ଧା ତାର ରିପୋର୍ଟ ଆସିଛି ଯେ 60 ଲୋକ ମୃତ୍ୟୁବରଣ କଲେଣି ଏବଂ ଆଶା କରାଯାଉଛି ଯୋଉ ରେସ୍କ୍ୟୁ ଅପରେସନ ଚାଲିଛି, ରେସ୍କ୍ୟୁ ଅପରେସନରେ ଜଣାପଡୁଛି ଯେ ମୃତ୍ୟୁ ସଂଖ୍ୟା ବଢିପାରେ, କାରଣ 200 ରୁ 300 ଲୋକ ସେମାନେ ଇଏ ନିଖୋଜ ଅଛନ୍ତି। ତ ଏଇ ପରିପ୍ରେକ୍ଷୀରେ ଏଇ ଘଟଣାରେ ଆପଣଙ୍କର 40 ଜଣ ଯୋଉ ଶୁକ୍ରବାର ଦିନ ଦିଆଯାଇଥିଲା ଅର୍ଥାତ 15 ତାରିଖରେ ଯୋଉଟା ରିପୋର୍ଟ ଦିଆଯାଇଥିଲା 40 ଜଣଙ୍କର ମୃତ୍ୟୁ ହେଇଥିଲା ବୋଲି ଯୋଉ ଦିଆଯାଇଥିଲା, ସେଥିମଧ୍ୟରୁ ଆପଣମାନଙ୍କର ଡେପୁଟି କମିଶନର ପଙ୍କଜ କୁମାର ଶର୍ମା ଯାହା କହିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଆପଣଙ୍କର ମେଡିକାଲ କିଛି ଲୋକ ଯୋଉମାନେ ସକାଳପନ ଅଛନ୍ତି ମେଡିକାଲରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ପୁରା ମାନେ ନିର୍ବିଘ୍ନରେ ଦେଖାଯାଉଛି। ସେମାନଙ୍କୁ ପୁରା ସମ୍ପୂର୍ଣ୍ଣ ଭାବରେ ଯେମିତି ଭଲ ହେବେ ସେ ତାର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଅ ଜମ୍ମୁ କାଶ୍ମୀରର ଚିଫ ମିନିଷ୍ଟର କାଶ୍ମୀରର ଚିଫ ମିନିଷ୍ଟର ହଉଛନ୍ତି ଅମର ଅବଦୁଲ୍ଲା।
ସେ କହିଛନ୍ତି ଯେ ଏ ବିଷୟ ପ୍ରତି ସେ ପୁରା ଦୃଷ୍ଟି ରଖିଛନ୍ତି ଏବଂ ଯେମିତି ସମସ୍ତେ ରେସ୍କ୍ୟୁ ହେଇପାରିବେ ଏବଂ ସମସ୍ତେ ରେସ୍କ୍ୟୁ ହେଇକି ସମସ୍ତେ ନିରାପଦରେ ନିଜ ନିଜ ଘରକୁ ଫେରି ପାରିବେ। ଯୋଉମାନେ ବି ଆପଣମାନଙ୍କର ଏଇ ଜାଗାକୁ ଯାଇଥିଲେ, ଯୋଉ ଶ୍ରାଇନ୍ ଅଫ ମିଚେଲ ମାତା, ଶ୍ରାଇନ୍ ଅଫ ମିଚେଲ ମାତା, ଯୋଉଟା କି ଆପଣଙ୍କର ଅ, ଦୁର୍ଗା ଗଡେସେସ୍ ବୋଲି କୁହାଯାଏ, ସେ ମନ୍ଦିରକୁ ଯାଇଥିଲେ ଯୋଉମାନେ ଆଫେକ୍ଟେଡ ହେଇଛନ୍ତି ସେମାନଙ୍କର ମଧ୍ୟ ଆପଣଙ୍କର ରେସ୍କ୍ୟୁ ବ୍ୟବସ୍ଥା ଚାଲିଛି। ଏଇ ପରିପ୍ରେକ୍ଷୀରେ ଯୋଉ ଘଟଣାଟି ଘଟିଛି, ବାଦଲ ଫଟା ବର୍ଷା, ଯୋଉ ଦୁଃଖଦାୟକ କହିବାକୁ ନ ଗଲେ ଦେଖିଲେ କହିବା ମାନେ ଦୁଃଖ ମାନେ କହିବାର ଯୋଉ ଅଛି ଢାଞ୍ଚା କହି ହେବନି। ଯୋଉ ମାତ୍ରାରେ ଆପଣଙ୍କର ବର୍ଷ୍ଟ ହେଲା ବର୍ଷା, ଆପଣଙ୍କର ବାଦଲ ଫଟା ବର୍ଷା ହେଲା, ଯାହାରି ଫଳରେ ଆପଣଙ୍କୁ ଦେଖନ୍ତୁ 9500 କିଲୋମିଟର ଉଚ୍ଚରେ ଥିବା ଗୋଟେ ମନ୍ଦିର, ତା ପାଖାପାଖି ଯୋଉମାନେ ଯାଉଛନ୍ତି ସେମାନେ ମଧ୍ୟ ଆଫେକ୍ଟେଡ ହେଇଛନ୍ତି। ସେମାନେ ମଧ୍ୟ ଆଫେକ୍ଟେଡ ହେଇଛନ୍ତି, ଯୋଉଟା ଜାମ୍ମୁ କାଶ୍ମୀରର କିସ୍ତିୱାଡା ଡିଷ୍ଟ୍ରିକ୍ଟରେ। ତ ଏଇ ପରିପ୍ରେକ୍ଷୀରେ ଯୋଉମାନେ ବି ଅଛନ୍ତି ବର୍ତ୍ତମାନ ନିଖୋଜ ଅଛନ୍ତି, ସେମାନଙ୍କର ବର୍ତ୍ତମାନ ଖୋଜାଖୋଜି ଚାଲିଛି ବା ରେସ୍କ୍ୟୁ ଅପରେସନ ଚାଲିଛି। ଏବଂ ଯୋଉମାନେ ଆପଣଙ୍କର ମିଳିଛନ୍ତି, ଯୋଉମାନେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଅଛି, ସେମାନଙ୍କୁ ହସ୍ପିଟାଲାଇଜ କରାଯାଇଛି। ଏଇ ପରିପ୍ରେକ୍ଷୀରେ ପରବର୍ତ୍ତୀ ସମୟରେ ଆଉ କଣ ହବ ବା ଆଉ କେତେ ଲୋକ ନିଖୋଜରୁ ଆସିବେ, ବର୍ତ୍ତମାନ ସୁଦ୍ଧା ତ ଆପଣଙ୍କର 200 ରୁ 300 ରୁ ଆପଣଙ୍କର 98 ଲୋକଙ୍କୁ ହିଁ ଆପଣମାନଙ୍କର ରେସ୍କ୍ୟୁ କରାଯାଇଛି। ଆଉ ବାକି ତକ ବର୍ତ୍ତମାନ ଅଛନ୍ତି ସେଇ ଫ୍ଲଡରେ ମାନେ ନିଷ୍କ୍ରିୟ ଅବସ୍ଥାରେ ଅଛନ୍ତି, ତେଣୁ ସେମାନଙ୍କୁ ସର୍ଚ୍ଚ ଅପରେସନ ଜାରି ରହିଛି। ତ ବର୍ତ୍ତମାନ ପରିପ୍ରେକ୍ଷୀରେ এই ভিডিওটি ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ, ଜାଣିଥିବେ ଯେ ଏଇ ଯୋଉ ନ୍ୟାଚୁରାଲ କାଲାମିଟିସ୍ ଦିନକୁ ଦିନ ବଢି ଯେ ବିଭିନ୍ନ ଜାଗାରେ ତାର ତାଣ୍ଡବ ରଚୁଛି, ଯାହାର ତାଣ୍ଡବ ଫଳରେ ଜନଜୀବନ କ୍ଷତି ହଉଛି, ବିଭିନ୍ନ ପ୍ରକାର ବିପଦ ଆପଦ ସୃଷ୍ଟି ହଉଛି ସରକାରଙ୍କ ପ୍ରତି ବା ରାଜ୍ୟ ପ୍ରତି, ଦେଶ ପ୍ରତି ଯୋଉ ବିପଦ ଆସୁଛି, ଏଇଟା ହଉଛି ପ୍ରକୃତ ପକ୍ଷେ ଏଇ ଯୋଉ ପ୍ରକୃତିର ତାଣ୍ଡବ। ଏଇ ପ୍ରକୃତିର ତାଣ୍ଡବ ଯୋଗୁ ଏଇ ଯୋଉ ବାଦଲ ଫଟା ବର୍ଷା ହେଇଛି, ବାଦଲ ଫଟା ବର୍ଷା ଯୋଗୁ ଏଇ ଯୋଉ କିସ୍ତିୱାଡାରେ ଯୋଉ ଲୋକମାନେ ଆଜି 60 ଲୋକ ମରିଛନ୍ତି ବା ମୃତ୍ୟୁବରଣ କରିଛନ୍ତି ଏବଂ ଆହୁରି 98 ଲୋକ ରେସ୍କ୍ୟୁ କରାଯାଇଛି ଏବଂ ସେ ମଧ୍ୟରୁ 40 ଲୋକକୁ ଆପଣଙ୍କର ହସ୍ପିଟାଲାଇଜ କରାଯାଇଛି। ତ ତନ୍ମଧ୍ୟରୁ ଅଧିକାଂଶ ଲୋକ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସଂକଟାପନ୍ନ ଦେଖାଯାଉଛି। ତ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ହେଲା ତାଜା ଖବର, ଯୋଉଟା କି ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ଅଛି ଆପଣଙ୍କର 60 କିସ୍ତିୱାଡାରେ। ତ ଭିଡିଓଟି ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ନମସ୍କାର।